नमस्कार जय जगन्नाथ। एई फेब्रुआरी 6 तारिख दिन अपेक्षा मूवी रिलीज हवा ପାଇଁ ଯାଉଛୁ तो बहुत अपेक्षा କରିଛୁ ଆମେ ସମସ୍ତେ କି ଅପେକ୍ଷା କେବେ ଆସିବା ପାଇଁ ଯାଉଛୁ and finally date announce ହେଇସାରିଛି କି ଫେବୃଆରୀ 6 ତାରିଖ ଆପଣମାନଙ୍କ ନିକଟ ସିନେମା ହଲରେ ଯାଇକି ଦେଖିବେ। ବହୁତ ସୁନ୍ଦର ହେଇଛି ଏଇ ଚଳଚ୍ଚିତ୍ରଟି। ଷ୍ଟୁଡିଓ 365 ନେଇକି ଆସୁଛି ଏକ ବହୁତ ସୁନ୍ଦର ଥ୍ରିଲର ଆପଣ କହିପାରିବେ, ଗୋଟେ ସସ୍ପେନ୍ସ ମୁଭି। ଆପଣ ଆପଣଙ୍କର ଫ୍ରେଣ୍ଡ ଫ୍ୟାମିଲି ସମସ୍ତଙ୍କ ସହିତ ଆସିକିନା ଦେଖିପାରିବେ। ବହୁତ ଭଲ ହେଇଛି, ଆପଣମାନେ ଆଶୀର୍ବାଦ କରନ୍ତୁ ଯେମିତି ଆମମାନେ ଆହୁରି ଆଗକୁ ଯିବା ଏବଂ ଆପଣମାନଙ୍କ ପାଖରେ ବହୁତ ସୁନ୍ଦର ସୁନ୍ଦର ଚଳଚ୍ଚିତ୍ର ଭେଟି ଦେଇପାରିବା। ଯୋଉ ଗେଟଅପଟା ଅଛି ଆପଣଙ୍କର ଏଇଟା ଅପେକ୍ଷାର ଗେଟଅପ ଆପଣ ନିଜ ଗେଟଅପ। ନାଇଁ ନାଇଁ, ଏଇଟା ନିଜ ହିଁ ଗେଟଅପ୍ ବଟ୍ somehow ଅପେକ୍ଷାକୁ ଟିକେ ଟଚ୍ କରୁଛି ଗେଟଅପ୍ଟା। ଆପଣ ଦେଖିଲେ ଜାଣିପାରିବେ। ଏଥିରେ କି ସବୁ ଅଭିନୟ କରିଛି? ଏଥିରେ ଫାଷ୍ଟ ଆମ ଟିମ୍ ମେମ୍ବର ବହୁତ ଅପେକ୍ଷା କରିଛୁ, କାରଣ ବହୁତ ଷ୍ଟ୍ରଗଲ୍ କରିଛୁ ଆମେ ଏଠି। ଏବଂ ଦର୍ଶକମାନେ ଯୋଉମାନେ ବି ଜାଣିଛନ୍ତି କି ଅପେକ୍ଷା ମୁଭି ଆସିବା ପାଇଁ ଯାଉଛି, ସେମାନେ ବି ଏବେ ଅପେକ୍ଷା କରୁଛନ୍ତି କି କେବେ ଅପେକ୍ଷା ଆସିବା ପାଇଁ ଯାଉଛି। ଅପେକ୍ଷାରେ କଣ ବି ଦର୍ଶନ ଅପେକ୍ଷା କରିବେ? ଅପେକ୍ଷାରେ ବହୁତ କିଛି ଅଛି, ଯେମିତି ଆପଣମାନେ ରୋମାନ୍ସ ପାଇପାରିବେ, ଥ୍ରିଲର ପାଇପାରିବେ, ସସ୍ପେନ୍ସ ପାଇପାରିବେ, କମେଡି ପାଇପାରିବେ। ତ ସେଥିପାଇଁ ମାନେ ଗୋଟେ ପୁରା ଭରପୁର ଜିନିଷ ଅଛି ବୋଲି ସେଇ ଭିତରେ, ସେଥିପାଇଁ ଦର୍ଶକମାନେ ଅପେକ୍ଷା କରିଛନ୍ତି। ମ୍ୟାଡାମ ସେ ଯୋଉ ପୋଷ୍ଟରଟା ନାଗିନ ପୋଷ୍ଟର ଭଳିଆ ଦେଖାଯାଉଛି ସେଇଟା ସତରେ ଚୁଟି ଫୁଟି ଉଡୁଛି ତ ସେଇଥିପାଇଁ ପୁରା ମନି ରୋୟ ଭଳିଆ ଦେଖାଯାଉଛନ୍ତି ପୋଷ୍ଟରରେ। थैंक यू सो मच। ଆପଣ ତ ଜାଣିଥିବେ କି କେମିତି ମନିରୟ ହେଇଯାଆନ୍ତି। ସେଇ ଯୋଉ ପଛପଟେ ଗୋଟେ ଇଏ ଲାଗି ନଥାଏ କି ମାନେ ବ୍ଲଡ ପାଇଁ ଯୋଉ ଲାଗିଥାଏ, ତ ସେଇଟା ଲାଗିଥିଲା, ସେଥିପାଇଁ ପୁରା ମନିରୟ ହେଇଯାଇଛି। ତ ଏଇଠି ଆକ୍ଚୁଆଲି ମନିରୟ ତ ନୁହଁ, ବଟ୍ ଏଇଠି ଆକ୍ଚୁଆଲି ପ୍ରିୟା ହେଇକି ଅଛି ମୁଁ। ଆଉ ଏଇଟା ନାଗିନ ନୁହେଁ, ଆକ୍ଚୁଆଲି ଆପଣ ଦେଖିଲେ ଜାଣିପାରିବେ ଏଇଟା କଣ ଆକ୍ଚୁଆଲି ପ୍ରପର। ମାନେ ମାଧବୀଙ୍କ ଯୋଉ ଫିଲ୍ମଟା ହେଇଛି ମାର୍କେଟକୁ କଣ ମାନେ ବାର୍ତ୍ତା କରିଦବ? ଗୋଟେ ବହୁତ ସୁନ୍ଦର ଷ୍ଟୋରି ଆ ପଛରେ ରହିଛି। ଏବେ ତ ମୁଁ କିଛି ବି କହିବା ପାଇଁ ଚାହୁଁନି, ବଟ୍ ଖାଲି ଏତିକି କହିଲେ ଆପଣମାନେ ଯେବେ ବି ଦେଖିବେ ଗୋଟେ ବହୁତ ସୁନ୍ଦର ଷ୍ଟୋରି ପାଇବେ ଏବଂ ବହୁତ ଭଲ ମାନେ ବହୁତ ଭଲ ବି ପାଇବେ ଏଇ ମୁଭିଟାକୁ ଦେଖିକି। ଆପଣଙ୍କ ହିରୋ ସହିତ କେମିତି କେମିତି? ବହୁତ ବଢିଆ, ସିଏ ମାନେ ଗୋଟେ କଣ କୁହନ୍ତି, ଗୋଟେ ବେଷ୍ଟ ଫ୍ରେଣ୍ଡ ଟାଇପର, ମାନେ ସବୁବେଳେ ମୋ ପଛରେ ଲାଗୁଥିବ, କିଛି ରିଜନ ନାହିଁ। ଇଭେନ୍ କ୍ୟାମେରାରେ ଏମିତି ସିନ୍ ବି ଚାଲୁଥିବ, ସେ କ୍ୟାମେରା ପଛରେ ଛିଡା ହେଇକି ମତେ ଚିଡଉଥିବ, ଯୋଉଥିପାଇଁ ଅନନ୍ତର ମତେ ଗାଳି ଦେବେ, କହିବେ କି ସାର୍ ତୁ କଣ କରୁଛୁ? ମୁଁ ସାର୍ କ୍ୟାମେରା ପଛରେ ସିଏ ଏମିତି କରୁଛି ବୋଲି ମୁଁ ହସିଦେଲି, ତ ତା ପାଇଁ ବହୁତ ଗାଳି ବି ପଡିଛି ମତେ। ତ ସେ ଏଇଭଳି। ଖାଲି ଫିଲ୍ମ ସୁଟିଂ ସହିତ ଲାଗୁଛି ନା ଖାଲିରେ ବି ଲାଗନ୍ତି ନାଇଁ, ସେ ହିରୋ? ଖାଲିରେ ଯୋଉଠି ଦେଖାହେଲେ ସେ ଚିଡେଇବ, ଆକ୍ଚୁଆଲି ଜଷ୍ଟ ବିକଜ ଅଫ ମାଇ କ୍ୟାରେକ୍ଟର ସେ ମତେ ଚିଡେଇବ। ଏଇଟା ଯୋଉ ଥିଲା ସେଇଟା ଆପଣ ଆଖି ଲଗେଇଛନ୍ତି? ହୁଁ, ନାଇଁ ନାଇଁ, ଏଇଟା ଆକ୍ଚୁଆଲି ଲଗେଇଛି, ଲେନ୍ସ ଲଗେଇଛି। ଆଚ୍ଛା, ଫିଲ୍ମରେ ଆପଣଙ୍କର କ୍ୟାରେକ୍ଟର ଆକ୍ଚୁଆଲି କଣ ଅଛି? ଆଉ ବହୁତ ସୁନ୍ଦର କ୍ୟାରେକ୍ଟରଟି ଅଛି, ଆଉ ଆପଣ ଦେଖିଲେ ଜାଣିପାରିବେ। ସବୁ କିଛି ଅଛି, ମାନେ ଲାଇକ୍ ଥ୍ରିଲର ବି ଅଛି, ରୋମାଣ୍ଟିକ ବି ଅଛି, କମେଡି ବି ଅଛି, ତ ସବୁ କ୍ୟାରେକ୍ଟର ମୋ ଭିତରେ ଅଛି। ହିରୋ ସହିତ ରୋମାନ୍ସ ଅଛି? ହଁ ଅଛି, ଡେଫିନେଟଲି ଅଛି। ରୋମାନ୍ସ ଦର୍ଶକଙ୍କୁ କେତେ ଭଲ ଲାଗେ? ବହୁତ ବହୁତ ବଢିଆ ଲାଗିବ। ଆପଣମାନେ ଫ୍ୟାମିଲି ସହିତ ବି ଦେଖିପାରିବେ, ଫ୍ରେଣ୍ଡ ସହିତ ବି ଦେଖିପାରିବେ, ବହୁତ ସୁନ୍ଦର ହେଇଛି। ଆଉ ମୋ ପୋଷ୍ଟର ସହିତ କୋଅପରେଟ ମୋର ବହୁତ ବଢିଆ ହେଇଛି, ବିକଜ ଆମମାନେ କେବେ ଗୋଟେ ସେ ହିରୋ ହିରୋଇନ ଭଳି କାମ କରୁନୁ, ଗୋଟେ ବହୁତ ଭଲ ଫ୍ରେଣ୍ଡ ଭଳି ହେଇକିନା କାମ କରୁଛୁ। ସେଥିପାଇଁ ବହୁତ ହସ ମଜାକ ଯେତେବେଳେ କାମ ହୁଏ, ତ ଆଉଟପୁଟଟା ବି ବହୁତ ବଢିଆ ବାହାରେ। ଦର୍ଶକ ଓଡ଼ିଆ ଫିଲ୍ମ ଦେଖିଲେ ପ୍ରାୟତଃ କୁହନ୍ତି ପଇସା ମୋର ଲସ୍ ହେଇଗଲା। ଫିଲ୍ମ ଦେଖିଲେ ଦର୍ଶକ ପୁରା ପ୍ୟାକେଜ ପୁରା ଉଠିଯିବ। ଡେଫିନେଟଲି ଉଠିବ, ବିକଜ ଆପଣମାନଙ୍କ ପାଇଁ ହିଁ ଆମେ ଫିଲ୍ମ ବନଉଛୁ। ଯଦି ଆପଣମାନେ ଦେଖିବେନି ତାହେଲେ ଆମେ କାହା ପାଇଁ ଫିଲ୍ମ ବନେଇବୁ? ତ ଆପଣ ମତେ ଏତିକି ତ ଭରସା ଅଛି, ଆମେ ଯେତିକି ପରିଶ୍ରମ କରିଛୁ, ଯେତିକି ଷ୍ଟ୍ରଗଲ କରିଛୁ, ଡେଫିନେଟଲି ଆପଣମାନେ ଯେବେ ବି ଫିଲ୍ମଟି ଦେଖିବେ, ଯେବେ କଣ ଏଇ ଫେବୃଆରୀ 6 ତାରିଖରେ ଯେବେ ଦେଖିବେ, ଆପଣମାନେ ବହୁତ ଏଣ୍ଟରଟେନ ହେବେ, ଆଉ ଡେଫିନେଟଲି କହିକି ଯିବେ କି ବହୁତ ବଢିଆ ମୁଭି ହେଇଛି। ଦର୍ଶକ ପ୍ରାୟତଃ ଆପଣଙ୍କୁ କୁହନ୍ତି ଆପଣ ଟିକେ ବର୍ଷା ପ୍ରିନ୍ସିପାଲ ଭଳିଆ ଲାଗନ୍ତି। ଏଇଟା ବହୁତ ବଡ କମ୍ପ୍ଲିମେଣ୍ଟ ମୋ ପାଇଁ, ଥ୍ୟାଙ୍କ ୟୁ ସୋ ମଚ୍। ମତେ ବହୁତ ଜଣ ଫିଲ୍ମ ଇଣ୍ଡଷ୍ଟ୍ରିରେ ବି ହଉ ଏବଂ ବାହାରୁ ବି କହିଛନ୍ତି ଆପଣ ଟିକେ ଟିକେ ବର୍ଷା ପ୍ରିୟଦର୍ଶୀ ଭଳିଆ ଦେଖା, ଏଇଟା ମୋ ପାଇଁ ବହୁତ ବଡ ଜିନିଷ। ବଟ୍ ଆକ୍ଚୁଆଲି ମୁଁ ଚାହୁଁଛି ଦର୍ଶକ ଏବେ ଶୁଭାଙ୍ଗୀ ଜାନକୁ ଚିହ୍ନନ୍ତୁ, ଶୁଭାଙ୍ଗୀ ଜାନା ଯଦି କିଏ। ଅନୁଭବ